ଶ୍ରୋତା ବନ୍ଧୁ, ଆଜି ଆମେ ସାହିତ୍ୟର କିଛି ସାଧାରଣ ଜ୍ଞାନ ଭିତ୍ତିକ ପ୍ରଶ୍ନ ଏବଂ ତାର ଉତ୍ତର ଆଲୋଚନା କରିବା। ଆଶା କରୁଛି ନିଶ୍ଚିତ ଭାବରେ ଏହା ଆପଣମାନଙ୍କ ପାଇଁ ଉପାଦେୟ ହେବ। କେବଳ ଆପଣ ମନ ଦେଇକି ଶୁଣନ୍ତୁ। ରାମ ତାରକ ମନ୍ତ୍ର ସିଦ୍ଧି ମୋହର କବିପଣ ଉଦେ। এই ପଦଟି କାହାର? କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର। ଏ ଯୋଉ ରାମ ତାରକ ମନ୍ତ୍ର ସେ ଜପ କରିଥିଲେ, କେଉଁଠି ଜପ କରିଥିଲେ? ରଘୁନାଥ ପୀଠରେ। କେଉଁ ଗ୍ରନ୍ଥରୁ ସେ ଜ୍ଞାନୀ ଥିଲେ ବୋଲି ଜଣାପଡ଼େ? ଚିତ୍ରକାବ୍ୟ ବନ୍ଧୁଦୟ। ବିଶିଷ୍ଟ ଆଳଙ୍କାରିକ କିଏ ଥିଲେ? ଯୋଉ ବିଶ୍ୱନାଥ କବିରାଜ। ବକ୍ରୋକ୍ତିର ପ୍ରବକ୍ତା କିଏ? କୁନ୍ତକ। ସେଇଭଳି ଧ୍ୱନିର ପ୍ରବକ୍ତା ମମ୍ମଟ। ଔଚିତ୍ୟର କ୍ଷେମେନ୍ଦ୍ର। ଏଇ ଯୋଉ ଧ୍ୱନି କଥା ଆମେ ଆଲୋଚନା କଲେ, ଧ୍ୱନିର ତିନିଟି ଭେଦ ଅଛି। ଆପଣମାନେ ମନେ ରଖିବେ, ଉତ୍ତମ, ମଧ୍ୟମ, ଅଧମ। ଏ ତିନୋଟି ହେଉଛି ଧ୍ୱନିର ଭେଦ। ସେମିତି ତ୍ରିବିଧ ଧ୍ୱନି ମଧ୍ୟ ଅଛି ପ୍ରକାର: ବସ୍ତୁ ଧ୍ୱନି, ଅଳଙ୍କାର ଧ୍ୱନି, ରସ ଧ୍ୱନି। କସ୍ତୁରୀ ମୃଗସମ କାହାର ଆତ୍ମଜୀବନୀ? ମନମୋହନ ମିଶ୍ରଙ୍କର। ମିତ୍ରସ୍ୟ ଚକ୍ଷୁଷା କାହାର ଆତ୍ମଜୀବନୀ? ଚିତ୍ତରଞ୍ଜନ ଦାସଙ୍କର। କାକ ବାରତାର ରଚୟିତା କିଏ? ଗୋଦାବରୀଶ ମହାପାତ୍ର। ଡାମରା କାଉ ର ରଚୟିତା କିଏ? ନନ୍ଦକିଶୋର ବଳ। ଫକୀରମୋହନଙ୍କ ଘରର ନାମ? ବ୍ରଜମୋହନ। ଉତ୍କଳ ଭ୍ରମଣମ୍ର ଲେଖକ କିଏ? ଫକୀରମୋହନ ସେନାପତି। ଗୋପବନ୍ଧୁଙ୍କୁ କିଏ ଉତ୍କଳମଣି ଉପାଧି ପ୍ରଦାନ କରିଥିଲେ? ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ। ସମାଜ ପ୍ରଥମେ କେବେ ପ୍ରକାଶିତ ହୋଇଥିଲା? 1919 ମସିହାରୁ। ସତ୍ୟବାଦୀ କେବେଠୁ ପ୍ରକାଶିତ ହୋଇଥିଲା? 1914 ମସିହାରୁ। ଅମୃତ ସନ୍ତାନର ନାୟିକା କିଏ? ପୁୟୁ। ବୁଢ଼ା ଶଙ୍ଖାରୀ ଗଳ୍ପରେ ପ୍ରଥମେ ଆମେ ଜାଣିଛେ ଲକ୍ଷ୍ମୀକାନ୍ତ ମହାପାତ୍ର ଏହାର ରଚୟିତା। ବୁଢ଼ା ଶଙ୍ଖାରୀ ଗଳ୍ପରେ କେଉଁ ପ୍ରସିଦ୍ଧ ଗଳ୍ପର ପ୍ରଭାବ ଅନୁଭୂତ ହୁଏ? ରବୀନ୍ଦ୍ରନାଥଙ୍କର କାବୁଲିବାଲା। ଜିଲି ବିଲି କେଉଁ ଉପନ୍ୟାସର ଚରିତ୍ର? ପରଜା। ତୃତୀୟ ପର୍ବ କାହାର ସୃଷ୍ଟି? କବି ପ୍ରସାଦ ମିଶ୍ର। ତୃତୀୟ ନୟନ ଏହାର ରଚୟିତା କିଏ? ବ୍ରହ୍ମାନନ୍ଦ ସିଂହ। ଅଙ୍ଗେ ଯାହା ଲିଭାଇଛୁ ଏହା କି ପ୍ରକାର ସୃଷ୍ଟି? ଏହା ଏକ ଆତ୍ମଜୀବନୀ ଏବଂ ଅଙ୍ଗେ ଯାହା ଲିଭାଇଛୁର ରଚୟିତା ଆତ୍ମଜୀବନୀକାର କାଳିନ୍ଦୀ ଚରଣ ପାଣିଗ୍ରାହୀ।
ଗୋଦାବରୀଶ ମିଶ୍ରଙ୍କର ଅନୁଦିତ ଉପନ୍ୟାସ, ସେଠି ମନେ ରଖିବା ଘଟାନ୍ତର, ଅଭାଗିନୀ, 1817। 1817 ଏଇ ଯୋଉ ଅନୁଦିତ ଉପନ୍ୟାସଟି ଆ ଉପରେ କାହାର ପ୍ରଭାବ ପଡ଼ିଛି? ଚାର୍ଲସ ଡିକେନ୍ସଙ୍କର ଏ ଟେଲ୍ ଅଫ୍ ଟୁ ସିଟିଜ୍। ଏଇଟା ଆପଣମାନେ ମନେ ରଖିବେ। ଜୀବନ ପାତ୍ର ମୁଁ ଭରିଛ କେତେ ମତେ, କାହାର ସୃଷ୍ଟି? ବୈକୁଣ୍ଠନାଥ ପଟ୍ଟନାୟକ। ଶବରୀ ଯୋଉ ପୁସ୍ତକ ରହିଛି, କବିତା ପୁସ୍ତକ, ଏହାର ରଚୟିତା କିଏ? ପ୍ରତିଭା ଶତପଥୀ। ପାଣ୍ଡୁଲିପିର କବି କିଏ? ସଚ୍ଚି ରାଉତରାୟ। ଓଡ଼ିଶାର ରାଷ୍ଟ୍ରଗୀତ କେଉଁଟି? ବନ୍ଦେ ଉତ୍କଳ ଜନନୀ। ତୀରେ ତୀରେ ତୀର୍ଥ କାହାର ରଚନା? ବିଭୂତି ପଟ୍ଟନାୟକଙ୍କର। ମହାମୋହର ରଚୟିତା କିଏ? ପ୍ରତିଭା ରାୟ। ରାଣୀ ଶ୍ୟାମାବତୀ, ଏହାର ରଚୟିତା କିଏ? ଅର୍ଚ୍ଚନା ନାୟକ। ପ୍ରଥମ ଓଡ଼ିଆ ସାହିତ୍ୟର ଇତିହାସ କିଏ ଲେଖିଥିଲେ? ଶ୍ରୀ ତାରିଣୀ ଚରଣ ରଥ। ଏହା 1914 ମସିହାରେ ପ୍ରକାଶିତ ହେଇଥିଲା। ଅସ୍ତିତ୍ୱବାଦର କଥା ଯେତେବେଳେ ପଡ଼େ, ଆମେ ପ୍ରଥମ ଅସ୍ତିତ୍ୱବାଦୀ ସ୍ରଷ୍ଟା ଭାବରେ କାହାକୁ ଗ୍ରହଣ କରୁ? ଦସ୍ତୋଭସ୍କି। ମଧୁସୂଦନ ରାଓଙ୍କର ଗଦ୍ୟ, ଦିଟି ଗଦ୍ୟର ନାମ? ହେମମାଳା, ପ୍ରଣୟର ଅଦ୍ଭୁତ ପରିଣାମ। ଲକ୍ଷ୍ମୀର ଅଭିସାର, ଏହାର ରଚୟିତା କିଏ? ମନୋଜ ଦାସ। ଅଖିଳମୋହନଙ୍କ ଦୁଇଟି ଗଳ୍ପ ପୁସ୍ତକର ନାମ? ଗଳ୍ପର ନାମ ଢିମିରି ଫୁଲ, ଝଡ଼ର ଇଗଲ। ରମେଶ ପାଣିଗ୍ରାହୀଙ୍କର କେତୋଟି ନାଟକର ନାମ? ମୁଁ ଆମ୍ଭେ ଆମ୍ଭେମାନେ, ଧୃତରାଷ୍ଟ୍ରର ଆଖି, ମହାନାୟକ, ପକ୍କା କମ୍ବଳ ପୋତ ଛତା ଇତ୍ୟାଦି। ମନୋରଞ୍ଜନଙ୍କର ଚାରିଟି ନାଟକ? ଆଗାମୀ, ବନହଂସୀ, କାଠଘୋଡ଼ା, ଅରଣ୍ୟ ଫସଲ, ଅମୃତସ୍ୟ ପୁତ୍ର। ବିଜୟ ମିଶ୍ରଙ୍କର ଦୁଇଟି ନାଟକ? ଶବବାହକମାନେ, ତଟ ନିରଞ୍ଜନା। ପ୍ରାଚୀନ ଉତ୍କଳ ପୁସ୍ତକର ସ୍ରଷ୍ଟା କିଏ? ସ୍ୱର୍ଗତ ଜଗବନ୍ଧୁ ସିଂ। ଓଡ଼ିଆ ସାହିତ୍ୟ ଇତିହାସରେ ସୁବର୍ଣ୍ଣ ଯୁଗ କେଉଁ ରାଜାଙ୍କ ସମୟରେ ଚାଲିଥିଲା ବୋଲି ଆଲୋଚକମାନେ ମନେ କରନ୍ତି? କପିଳେନ୍ଦ୍ର ଦେବ ଏବଂ ପ୍ରତାପରୁଦ୍ର ଦେବଙ୍କ ସମୟରେ। ନିରସ ତରୁବର ପୁରୋତ ଭାତି କିଏ କହିଥିଲେ? ମହାକବି କାଳିଦାସ। ରୀତିବାଦର ପ୍ରବକ୍ତା କିଏ, ଯିଏ ବିଶିଷ୍ଟ ପଦରଚନା ରୀତି କହିଥିଲେ? ବାମନ। କାବ୍ୟାଳଙ୍କାରର ସ୍ରଷ୍ଟା କିଏ? କାବ୍ୟାଳଙ୍କାର ରୁଦ୍ରଟ। ରାଜଶେଖର ସମାସ ସହିତ ଅନୁପ୍ରାସକୁ ରୀତିର ମୂଳତତ୍ତ୍ୱ ଭାବରେ କହିଥିଲେ। ଏଇଟାକୁ ମନେ ରଖିବାକୁ ହେବ। କିଏ ସମାସ ସହିତ ଅନୁପ୍ରାସକୁ ରୀତିର ମୂଳତତ୍ତ୍ୱ ଭାବରେ ଗ୍ରହଣ କରିଥିଲେ? ସେ ହେଉଛନ୍ତି ରାଜଶେଖର। ପ୍ରସ୍ଥାନ ମାର୍ଗକୁ ରୀତି ଭାବରେ କିଏ ଗ୍ରହଣ କରିଥିଲେ? ସେ ହେଉଛନ୍ତି କୁନ୍ତକ। ଗୁଣ ଅନୁଯାୟୀ ରୀତି ଥାଏ ବୋଲି କିଏ କହିଥିଲେ? ମମ୍ମଟ।
ଧ୍ୱନି ସମ୍ପ୍ରଦାୟର ପ୍ରତିଷ୍ଠାପକ କିଏ? ଆନନ୍ଦ ବର୍ଦ୍ଧନ। ବିଶିଷ୍ଟ ପଦ ରଚନା ରୀତି କିଏ କହିଥିଲେ? ବାମନ। ବିଶିଷ୍ଟ ପଦ ସଂଘଟନା ରୀତି କିଏ କହିଥିଲେ? ଦେଖନ୍ତୁ, ବିଶିଷ୍ଟ ପଦ ରଚନା ରୀତି ବାମନ କହିଥିଲା ବେଳେ ବିଶିଷ୍ଟ ପଦ ସଂଘଟନା ରୀତି କହିଥିଲେ ଆନନ୍ଦ ବର୍ଦ୍ଧନ। କିଏ ରୀତିକୁ ମାର୍ଗ ଭାବରେ ଗ୍ରହଣ କରିଥିଲେ? ମାର୍ଗ ବା ବର୍ତ୍ମ ଦଣ୍ଡି। ସେ କେଉଁ ଦୁଇ ମାର୍ଗ ଉଲ୍ଲେଖ କରିଛନ୍ତି? ଦଣ୍ଡି ରୀତିର କେଉଁ ଦୁଇଟି ମାର୍ଗକୁ ଉଲ୍ଲେଖ କରିଛନ୍ତି? ବୈଦର୍ଭୀ ଓ ଗୌଡୀ। କିନ୍ତୁ ଆଚାର୍ଯ୍ୟ ବାମନ ରୀତିକୁ ତ୍ରିବିଧ ମନେ କରନ୍ତି। ଆମେ ମନେ ରଖିବା, ଯେତେବେଳେ ଦଣ୍ଡି ରୀତିକୁ ବୈଦର୍ଭୀ ଓ ଗୌଡୀ ଭାବରେ ଗ୍ରହଣ କରନ୍ତି, ଆଚାର୍ଯ୍ୟ ବାମନ ତାକୁ ତିନି ଭାଗରେ ବିଭକ୍ତ କରିଛନ୍ତି। ତିନି ଭାଗରେ ରୂପ ଭେଦ ବୋଲି ଅନୁଭବ କରିଛନ୍ତି। ସେଇଟା ହଉଛି ବୈଦର୍ଭୀ, ଗୌଡୀ, ପାଞ୍ଚାଳୀ। ବିଶ୍ୱନାଥ କବିରାଜ କିନ୍ତୁ ଚତୁର୍ବିଧ ରୀତିର ପରିକଳ୍ପନା କରିଛନ୍ତି। ସମସ୍ତେ ମନେ ରଖିବେ, ଦଣ୍ଡି ଦ୍ୱିବିଧ, ଆଚାର୍ଯ୍ୟ ବାମନ ତ୍ରିବିଧ, ବିଶ୍ୱନାଥ କବିରାଜ ଚତୁର୍ବିଧ। ସେଇଟା କଣ? ବୈଦର୍ଭୀ, ଗୌଡୀ, ପାଞ୍ଚାଳୀ, ଲାଟି। କାବ୍ୟ କାହାକୁ କହିବା? କାନ୍ତା ସମ୍ମିତ ପଦାବଳୀ ଇତି କାବ୍ୟ। କାବ୍ୟର ପରିଭାଷାକୁ ମନେ ରଖିବାକୁ ହେଲେ କାନ୍ତା ସମ୍ମିତ ପଦାବଳୀ। କାନ୍ତା ଅର୍ଥାତ୍ ଗୋଟେ ନାରୀ, ନାରୀର ଯୋଉ କୋମଳତା ତାହା କାବ୍ୟରେ ଯେଭଳି ଭାବରେ ପରିସ୍ଫୁଟ ହୁଏ, ସେମିତି ହେଇଥିଲେ ତାହା କାବ୍ୟ ପଦବାଚ୍ୟ। ଯୋଉ ଧ୍ୱନିର ଯୋଉ ଭେଦ ଅଛି, ତାକୁ ଆନନ୍ଦ ବର୍ଦ୍ଧନ ତିନି ଭାଗରେ ରୂପାୟିତ କରିଛନ୍ତି: ବସ୍ତୁଧ୍ୱନି, ରସଧ୍ୱନି, ଅଳଙ୍କାର ଧ୍ୱନି। ଏବଂ ଆନନ୍ଦ ବର୍ଦ୍ଧନଙ୍କ ଦ୍ୱାରା ଲିଖିତ ପୁସ୍ତକର ନାମ ହେଉଛି ଧ୍ୱନ୍ୟାଲୋକ। ରସର ପ୍ରବକ୍ତା ବିଶ୍ୱନାଥ କବିରାଜ ସେ ନାଟ୍ୟଶାସ୍ତ୍ରରେ ଯେତେବେଳେ ଭରତ ମୁନି 8 ପ୍ରକାର ରସର ପରିକଳ୍ପନା କଲେ, ବିଶ୍ୱନାଥ କବିରାଜ ଏଥିରେ ଶାନ୍ତ ଓ ବାତ୍ସଲ୍ୟକୁ ମିଶ୍ରିତ ରୂପ ଦେଲେ, ତାକୁ ମିଶେଇଲେ। ଭୋଜରାଜ ସରସ୍ୱତୀ କଣ୍ଠାଭରଣ ଲେଖିଥିଲା ବେଳେ ସାହିତ୍ୟ ଦର୍ପଣର ରଚୟିତା ହେଉଛନ୍ତି ବିଶ୍ୱନାଥ କବିରାଜ। ଏବଂ ଦଣ୍ଡି 10 ଗୁଣ ଯୁକ୍ତ କରିଛନ୍ତି। 10 ପ୍ରକାର ଗୁଣର ପରିକଳ୍ପନା କରିଛନ୍ତି। ସେଗୁଡ଼ିକ କଣ? ଶ୍ଳେଷ, ପ୍ରସାଦ, ସମତା, ମାଧୁର୍ଯ୍ୟ, ସୌକୁମାର୍ଯ୍ୟ, ଅର୍ଥବ୍ୟକ୍ତି, ଔଦାର୍ଯ୍ୟ, ଓଜ, କାନ୍ତି, ସମାଧି। ଆଚାର୍ଯ୍ୟ ମମ୍ମଟ 3 ଗୁଣକୁ ଗୁରୁତ୍ୱ ଦେଇଛନ୍ତି। ଦଣ୍ଡି 10 ଗୁଣ କଥା କହିଥିଲା ବେଳେ ଆଚାର୍ଯ୍ୟ ମମ୍ମଟ 3 ଗୁଣ। ସେ 3ଟି ଗୁଣ କଣ? ମାଧୁର୍ଯ୍ୟ, ଓଜ, ପ୍ରସାଦ। ଉପେନ୍ଦ୍ର ଭଞ୍ଜଙ୍କର ଆଳଙ୍କାରିକ କାବ୍ୟ ଗୁଡ଼ିକର ନାମ ଆମେ ମନେ ରଖିବା। ତାଙ୍କର କି ପ୍ରକାର କାବ୍ୟ? ତାଙ୍କର 3 ପ୍ରକାର କାବ୍ୟ ଉପେନ୍ଦ୍ର ଭଞ୍ଜଙ୍କର। ଗୋଟେ ହଉଛି ପୌରାଣିକ କାବ୍ୟ, ଆଉ ଗୋଟେ ହଉଛି କାଳ୍ପନିକ କାବ୍ୟ, ଆଉ ଗୋଟେ ହଉଛି ଆଳଙ୍କାରିକ କାବ୍ୟ। ପୌରାଣିକ କାବ୍ୟରେ କୋଉ ଗୁଡ଼ିକ ଯାଉଛି? ବୈଦେହୀଶ ବିଳାସ, ବ୍ରଜଲୀଳା, ସୁଭଦ୍ରା ପରିଣୟ। ମନେ ରଖିଦିଅନ୍ତୁ, ପୌରାଣିକ କାବ୍ୟରେ ବୈଦେହୀଶ ବିଳାସ, ବ୍ରଜଲୀଳା, ସୁଭଦ୍ରା ପରିଣୟ। କାଳ୍ପନିକ କାବ୍ୟ ଗୁଡ଼ିକ ଆପଣମାନେ ଜାଣନ୍ତି ପ୍ରାୟତଃ: କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ଲାବଣ୍ୟବତୀ, ରସିକ ହାରାବଳୀ, ରସଲେଖା, ପ୍ରେମ ସୁଧାନିଧି, ରସମଞ୍ଜରୀ। ଆଳଙ୍କାରିକ କାବ୍ୟରେ ଚିତ୍ରକାବ୍ୟ ବନ୍ଧୋଦୟ, ଛାନ୍ଦଭୂଷଣ, ରସପଞ୍ଚକ। ଏବେ ଆପଣମାନଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ବୈଦେହୀଶ ବିଳାସ, ସେଥିରେ
ଗୋଟିଏ ଧାଡ଼ିରେ ଆମେ କେମିତି ତାକୁ ମନେ ରଖିପାରିବା। ରାମଚରିତକୁ କେନ୍ଦ୍ର କରି, ରାମଚରିତ ମାନସକୁ କେନ୍ଦ୍ର କରି ବ ଅକ୍ଷର ନିୟମରେ ବୈଦେହୀଶ ବିଳାସ ରଚିତ। ବେଶୀ ମନେ ରଖିବା ଦରକାର ନାହିଁ। ବ ଅକ୍ଷର ନିୟମରେ ରାମଚରିତ ମାନସକୁ ଆଧାର କରି ବୈଦେହୀଶ ବିଳାସ ଲିଖିତ। ଏହା କେତେ ଛାନ୍ଦ ବିଶିଷ୍ଟ? ଏହା 52 ଛାନ୍ଦ ବିଶିଷ୍ଟ। ଏହି କାବ୍ୟଟି କବି ସମ୍ରାଟକୁ କବି ସମ୍ରାଟ ଉପାଧିରେ ଭୂଷିତ କରିବା ପାଇଁ ଯଥେଷ୍ଟ ବୋଲି ଆଲୋଚକମାନେ ମତ ଦିଅନ୍ତି। ଏବେ ମନେ ରଖିବା ଲାବଣ୍ୟବତୀ। ଏଥିରେ କିଏ ଇଷ୍ଟ? ଏଥିରେ ରାମଚନ୍ଦ୍ରକୁ ମଙ୍ଗଳାଚରଣ କରାଯାଇଛି। ରାମଚନ୍ଦ୍ର ହିଁ ଇଷ୍ଟ। ଏହା କେତେ ଛାନ୍ଦ ବିଶିଷ୍ଟ? ଏହା 48ଟି ଛାନ୍ଦ ବିଶିଷ୍ଟ, ଯେଉଁଥିରେ ପାର୍ବତୀଙ୍କ ମାନସ କନ୍ୟା ବାଞ୍ଛାବତୀ ନିୟମ ଲଙ୍ଘନ କରିଛି, ଅଭିଶାପଗ୍ରସ୍ତା ହୋଇ ମର୍ତ୍ତ୍ୟରେ ସିଂହଳ ଦେଶର ରାଜକନ୍ୟା ରୂପେ ଜନ୍ମଗ୍ରହଣ କରିଛି। ବାଞ୍ଛାବତୀ ନାଁଟି ମନେ ରଖିବେ, ସିଂହଳ ଦେଶ କଥା ମନେ ରଖିବେ, ଏବଂ ପୂର୍ବ ଜନ୍ମରେ ପ୍ରଭାକର ବୋଲି ଗୋଟେ କ୍ଷତ୍ରିୟ ପୁତ୍ର, ସେ କର୍ଣ୍ଣାଟ ଦେଶର ରାଜକୁମାର ଚନ୍ଦ୍ରଭାନୁ ରୂପେ ଜନ୍ମଗ୍ରହଣ କରିଛି। ଲାବଣ୍ୟବତୀରେ ପୂର୍ବଜନ୍ମ ପରଜନ୍ମ କଥା ଅଛି। 48ଟି ଛାନ୍ଦ ବିଶିଷ୍ଟ। ରାମଚନ୍ଦ୍ର ହେଇଛନ୍ତି ଇଷ୍ଟ। ଏବେ ଆସିବା ଆମେ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ। ଏଥିରେ ଆପଣମାନଙ୍କୁ ପ୍ରଶ୍ନ ଆସେ ଯେ କେଉଁ କାବ୍ୟରେ ଉପେନ୍ଦ୍ର ଭଞ୍ଜ ଶ୍ରୀ ଜଗନ୍ନାଥଙ୍କୁ ଇଷ୍ଟ ଭାବରେ ଗ୍ରହଣ କରିଛନ୍ତି? ଏଇଟା ଗୋଟେ ବହୁତ ଏ ପ୍ରଶ୍ନଟି ଆସିପାରେ। କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ରେ ଶ୍ରୀ ଜଗନ୍ନାଥଙ୍କ ମଙ୍ଗଳାଚରଣ ହୋଇଛି। ଏହା 35 ଛାନ୍ଦ ବିଶିଷ୍ଟ ଏବଂ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀକୁ ଜଣେ ବିଶିଷ୍ଟ ସଂସ୍କୃତ ବିଦ୍ୱାନଙ୍କ ସୃଷ୍ଟି ସହିତ ତୁଳନା କରାଯାଏ। ସେଟା ହଉଛି ଘେନ ନୈଷଧ ପରାୟ। ତେଣୁ ନୈଷଧ କାବ୍ୟ, ଶ୍ରୀହର୍ଷଙ୍କ ନୈଷଧ କାବ୍ୟ ସହିତ ତାକୁ ତୁଳନା କରାଯାଏ। ପ୍ରେମ ସୁଧାନିଧି କଥା ଏବେ ଆଲୋଚନା କରିବା। ପ୍ରେମ ସୁଧାନିଧି 16 ଛାନ୍ଦ ବିଶିଷ୍ଟ। ରାମଚନ୍ଦ୍ରଙ୍କୁ ଇଷ୍ଟ ଭାବରେ ଗ୍ରହଣ କରାଯାଇଛି ଏବଂ ମଙ୍ଗଳାଚରଣ କରାଯାଇଛି। ଏହା ଛଡ଼ା ରସଲେଖା, କଳା କୌତୁକ, ଅବନା, ରସତରଙ୍ଗ, ଛାନ୍ଦଭୂଷଣ, ଗୀତାଭିନୟ ଏସବୁ ହେଉଛି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର କାବ୍ୟକୃତି। ପୁରୁଷୋତ୍ତମ ଦେବ, ମୁକୁନ୍ଦ ଦେବ ଏ ଦୁଇଟି ନାଟକର ରଚୟିତା କିଏ? ଗୋଦାବରୀଶ ମିଶ୍ର। ଗୋଦାବରୀଶ ମିଶ୍ରଙ୍କର ଗାଥା ଗୀତି ଅଛି କାଳିଜାଇ, ଏବଂ ଗୋଦାବରୀଶ ମିଶ୍ରଙ୍କର 3ଟି ଗଳ୍ପର ନାମ ମନେ ରଖିବାକୁ ପଡ଼ିବ। ପଞ୍ଚବୀର, ପୁଆଣୀ ଘର, ପାଣୁ ମିଶ୍ରେ। କୋଣାର୍କକୁ ଆଧାର କରିକି 3 ଜଣ କବି ଯିଏକି ଲେଖିଛନ୍ତି, କୋଣାର୍କ ତାଙ୍କ କବିତାର ଆଧାର ସାଜିଛି, କେନ୍ଦ୍ର ସାଜିଛି। ଗୋଟେ ହଉଛି ମାୟାଧର ମାନସିଂ, ନୀଳକଣ୍ଠ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର। ଏହି ପ୍ରକାର ଆପଣମାନେ ମନେ ରଖିବେ। ପଣ୍ଡିତ ବିନାୟକ ମିଶ୍ରଙ୍କର ଓଡ଼ିଆ ଭାଷାର ଇତିହାସ, ଓଡ଼ିଆ ସାହିତ୍ୟର ଇତିହାସ, ଆଧୁନିକ ଓଡ଼ିଆ ସାହିତ୍ୟର ଇତିହାସ, ଏ 3ଟି ବହି ଅଛି, ତାକୁ ମନେ ରଖିବାକୁ ପଡ଼ିବ। ନନ୍ଦକିଶୋର ଦାସଙ୍କର ମୋ ଜୀବନ ଓ ଜଞ୍ଜାଳ କାହାଣୀ, ରାମଚନ୍ଦ୍ର ଆଚାର୍ଯ୍ୟଙ୍କର ବୀର ଓଡ଼ିଆ, ବୀରାଙ୍ଗନା ଉପନ୍ୟାସ, ପୀୟୁଷ ପ୍ରବାହ। ରାମଚନ୍ଦ୍ର ଆଚାର୍ଯ୍ୟଙ୍କ କଥା ଆସିଲା ବେଳେ ଏଇଗୁଡ଼ିକ ଆପଣମାନଙ୍କର ମନେ ପଡ଼ିବା ଉଚିତ। ମୋ ବାରବୁଲା ଜୀବନ, ତାର ରଚୟିତା କିଏ? ଲକ୍ଷ୍ମୀନାରାୟଣ ସାହୁ। କଖାରୁ ଫୁଲ, ଅରସିକେଶୁ, ଅଦା ବେପାରୀ ଏଗୁଡ଼ିକର ରଚୟିତା କିଏ? ଗୋବିନ୍ଦ ତ୍ରିପାଠୀ। ଡଗରର ସମ୍ପାଦକ କିଏ ଥିଲେ? କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର। ସହକାରର ସମ୍ପାଦକ କିଏ ଥିଲେ? ଲକ୍ଷ୍ମୀନାରାୟଣ ସାହୁ। ମୁକୁରର ସମ୍ପାଦକ କିଏ ଥିଲେ? ବ୍ରଜସୁନ୍ଦର ଦାସ। ଶଙ୍ଖ ଓ ସମ୍ବଲପୁର ହିତୈଷିଣୀର ସମ୍ପାଦକ କିଏ ଥିଲେ? ଲିଙ୍ଗରାଜ ପାଣିଗ୍ରାହୀ।
କନକଲତା ଉପନ୍ୟାସର ଉପନ୍ୟାସିକ କିଏ? ନନ୍ଦକିଶୋର ବଳ। ତାଙ୍କର କବିତା ଗୁଡ଼ିକ ମନେ ଅଛି, ସେଗୁଡ଼ିକୁ ମନେ ପକାଇବାକୁ ପଡ଼ିବ। ପଲ୍ଲୀଚିତ୍ର, ଶର୍ମିଷ୍ଠା, ସୀତା ବନବାସ, ନାନା ବାୟା ଗୀତ। ଆମେ 4 ଜଣ ଅନୁବାଦକ ଓ ଅନୁଦିତ କୃତି ସମ୍ପର୍କରେ ଆଲୋଚନା କରିବା। ଗୋଟେ ହେଉଛି ନୀଳକଣ୍ଠ ଦାସ, ତାଙ୍କର ଟେନିସନଙ୍କର ଏନୋକାର୍ଡେନ୍ ଦ ପ୍ରିନ୍ସେସକୁ ଏ ଦିଟା, ଏନୋକାର୍ଡେନ୍ ଦ ପ୍ରିନ୍ସେସ୍, ଆର ଓଡ଼ିଆ ଯୋଉ କାବ୍ୟ ଗ୍ରନ୍ଥ ସେଟା ହଉଛି, ଗୋଟେ ହଉଛି ଦାସ ନାୟକ ଏନୋକାର୍ଡେନକୁ କରିଛନ୍ତି ପ୍ରଣୟିନୀ ଦ ପ୍ରିନ୍ସେସ୍ ନାଁରେ ପ୍ରଣୟିନୀ କାବ୍ୟ ଗ୍ରନ୍ଥ ହେଇଛି। ରାମଚନ୍ଦ୍ର ଆଚାର୍ଯ୍ୟ ତାଙ୍କର ଭିକ୍ଟର ହ୍ୟୁଗୋଙ୍କ ଲେସ୍ ମିଜରେବୁଲ, ଏ ଲେସ୍ ମିଜରେବୁଲ ବହିଟିର ଓଡ଼ିଆ ଅନୁବାଦ ହଉଛି ପୀୟୁଷ ପ୍ରବାହ। ସେମିତି ଅନନ୍ତ ପଟ୍ଟନାୟକଙ୍କର ଲିଖିତ ସେଇ ଯୋଉ ମା ଉପନ୍ୟାସଟି ଗର୍ଗୀଙ୍କ ମଦରର ଅନୁସୃଜନ। ଏବେ ଗୋପୀନାଥ ମହାନ୍ତିଙ୍କୁ ଆମେ ମନେ ରଖିବା। ସେ ସାହିତ୍ୟ କ୍ଷେତ୍ରରେ ମାଟି ଓ ଆକାଶକୁ ଏକ ବୋଲି ମନେ କରନ୍ତି। ଯଦି ତାଙ୍କର ଉପନ୍ୟାସ ଗୁଡ଼ିକ ଆଲୋଚନା କରିବା, ମନ ଗହୀରର ଚାଷ, ଦାଦି ବୁଢ଼ା, ପରଜା, ଅମୃତର ସନ୍ତାନ, ହରିଜନ। ଅମୃତର ସନ୍ତାନ ପାଇଁ 1955ରେ ସେ ମର୍ଯ୍ୟାଦା ଜନକ ଭାରତୀୟ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ। ଶରତ ବାବୁଙ୍କ ଗଳି, ରାହୁର ଛାୟା, ସପନ ମାଟି, ଦାନା ପାଣି, ଆକାଶ ସୁନ୍ଦେରୀ, ଅନଳ ନଳ, ଦିଗ ଦିହୁଡ଼ି, ବୁନ୍ଦାଏ ପାଣି, କିଛି କହିବାକୁ ଚାହେଁ ଏବଂ 1974 ମସିହାରେ ଗୋପୀନାଥ ମହାନ୍ତିଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ହୋଇଥିଲା। ଯୋଉ ପରଜାରେ ଯୋଉ ସଭ୍ୟ ସମାଜର ଶୋଷଣ, ସରସୁପଦର ଗାଁର ଶୁକ୍ରଜାନୀ, ସ୍ତ୍ରୀ ସମ୍ବରୀ, ଏମାନେ ସବୁ ଆପଣମାନଙ୍କର ମନେ ରହିବା ଦରକାର। ମାଣ୍ଡିଆ, ଟିକରା, ଝିଲି ବିଲି, ଏସବୁ କଥାକୁ ଆପଣମାନେ ମନେ ରଖିବା ଦରକାର। ଉତ୍ତରାୟଣର କବି କିଏ? ଉତ୍ତରାୟଣ କବିତା ପୁସ୍ତକ ସେଟା ହଉଛି ବୈକୁଣ୍ଠନାଥ। ଆର୍ତ୍ତତ୍ରାଣ ଚଉତିଶା କିଏ ଲେଖିଛନ୍ତି? ଦୀନକୃଷ୍ଣ ଦାସ। ଲକ୍ଷ୍ମୀନାରାୟଣ ବଚନିକା ବଳରାମ ଦାସ। ମୋହନାଙ୍ଗ ଚଞ୍ଚଳାକ୍ଷୀ କେଉଁ ଗ୍ରନ୍ଥର ଚରିତ୍ର? ଆପଣମାନେ ଜାଣିଛନ୍ତି, ଚତୁର ବିନୋଦ। ଚୈତନ୍ୟ ଚରିତାମୃତ ଦିବାକର ଦାସ। ଢମପଣେ ବର୍ଣ୍ଣୁଛି ମୁଁ ଗୋବିନ୍ଦ ଚରିତ, ଢଗ ଢମାଳି ହେଲେ ହିଁ ସାକ୍ଷାତ ଅମୃତ। କେଉଁ ପୁସ୍ତକରୁ, କେଉଁ ବିଶେଷ ରଚନାରୁ ଏହା ଆସିଛି? ଏଟା ହଉଛି ବିଦଗ୍ଧ ଚିନ୍ତାମଣି। ନବଭାରତର ସମ୍ପାଦକ କିଏ ଥିଲେ? ପଣ୍ଡିତ ନୀଳକଣ୍ଠ ଦାସ। ଆମେ ମନେ ରଖିବା ବର୍ତ୍ତମାନ କେଉଁ ଉପନ୍ୟାସର ମୁଖ୍ୟ ଖଳନାୟକ କିମ୍ବା ନାୟକ, ଯାହାଙ୍କୁ ଆମେ ମନେ ରଖୁ, ସେଇ ନାୟକ, ସେଇ ଚରିତ୍ର ପାଇଁକା ସେଇ ଉପନ୍ୟାସଟି ବେଶୀ ଆଦୃତି ଲାଭ କରିଥିବ। 6 ମାଣ 8 ଗୁଣ୍ଠ, ରାମଚନ୍ଦ୍ର ମଙ୍ଗରାଜ। ମାଟିର ମଣିଷ, ବରଜୁ। ମାଟିମଟାଳ, ବଟ ମହାନ୍ତି। ଅନ୍ଧ ଦିଗନ୍ତ, ନିଧି ଦାସ। କାହ୍ନୁଚରଣଙ୍କ ଉପନ୍ୟାସର ପ୍ରସିଦ୍ଧ ନାରୀ ଚରିତ୍ର? କ୍ଷଣପ୍ରଭା। ଚତୁରଙ୍ଗ ପତ୍ରିକା କେଉଁଠୁ ପ୍ରକାଶ ପାଉଥିଲା? ବଲାଙ୍ଗୀର। କେଉଁଟି ନାୟିକା ବିହୀନ ଉପନ୍ୟାସ? ଚିତ୍ରଗ୍ରୀବ। ଓଡ଼ିଆ ନବନାଟ୍ୟ ଆନ୍ଦୋଳନର ପ୍ରବର୍ତ୍ତକ ଭାବରେ କିଏ ସ୍ମରଣୀୟ? ମନୋରଞ୍ଜନ ଦାସ। କେଉଁଟି ପ୍ରଥମ ଓଡ଼ିଆ ଗଳ୍ପ ସଂକଳନ? ପ୍ରଥମ ଓଡ଼ିଆ ଗଳ୍ପ ଆଧୁନିକ ରେବତୀ, ଯଦିଓ ସଂକଳନ ଭାବରେ ଆମେ ଚିତ୍ର ଗଳ୍ପ ସଂକଳନକୁ ସ୍ମରଣ କରୁ। 2016 ମସିହାରେ ଏହି ପ୍ରଶ୍ନଟି ଆସିଥିଲା। ପଶ୍ଚିମ ଦିଗନ୍ତ କାହାର ରଚନା? ଶ୍ରୀହର୍ଷ ମିଶ୍ର। SSB ପ୍ରଶ୍ନ। ପ୍ରତୀକବାଦୀ ଆନ୍ଦୋଳନ କେଉଁଠାରେ ଆରମ୍ଭ ହୋଇଥିଲା? ଫ୍ରାନ୍ସ। ଗାଁ ମଜଲିସ୍ କି ଧରଣର ଲେଖା? ମୁକ୍ତ ଆଙ୍ଗିକ ଧର୍ମୀ। ଫକୀରମୋହନ କେଉଁଠୁ ସରସ୍ୱତୀ
ସମ୍ମାନ ଲାଭ କରିଥିଲେ, ଉପାଧି ଲାଭ କରିଥିଲେ ବାମଣ୍ଡା ରାଜ ଦରବାରରୁ। ପାଥେୟ କାହାର କବିତା? ସଚୀ ରାଉତରାୟଙ୍କର। ମଙ୍ଗଳେ ଅଇଲା ଉଷା, ଏଟା କେଉଁ ରାଗରେ ଲିଖିତ? ଚୋଖୀ। ଆଗାମୀ ନାଟକର ରଚୟିତା କିଏ? ମନୋରଞ୍ଜନ ଦାସ। ଭରସାର ରଚୟିତା କିଏ? ଭରସା ନାଟକର ଗୋପାଳ ଛୋଟରାୟ। ଶବବାହକ ମାନେ ପୂର୍ବରୁ କହିଛି ବିଜୟ ମିଶ୍ର, କଳାପାହାଡ଼, ଅଶ୍ୱିନୀ କୁମାର। ମୁଁ ମାନେ ନାହିଁ ଧର୍ମ, ସମାଜ, ଜାତି, ମୁଁ ମାନେ ଜୀବନ, ନାରୀ ପୁରୁଷର ମିଳନ, ସମ୍ପର୍କ ଆଉ ମିଳିତ ଜୀବନର ସ୍ୱାର୍ଥ। ଏ ଉକ୍ତିଟି କାହାର? କାହ୍ନୁଚରଣ ମହାନ୍ତିଙ୍କର। ସେଥିପାଇଁ ମୁଁ ଲେଖେ, ମାପିଚୁପି ଲେଖେ, ଅଙ୍କ କଷିଲା ପରି ଲେଖେ, ଏକ ଦୁର୍ବିସହ ବେଦନାରେ ଲେଖେ। ଏଇଟି କାହାର ଉକ୍ତି? ସୁରେନ୍ଦ୍ର ମହାନ୍ତିଙ୍କର। ମୁକ୍ତିପଥେ ସୈନିକ କାହାର ରଚନା? କାହାର ଆତ୍ମଜୀବନୀ? ପବିତ୍ର ମୋହନ ପ୍ରଧାନଙ୍କର। କାଳପୁରୁଷ କବିତାରେ କେଉଁ ପାଶ୍ଚାତ୍ୟ କବିତାର ପ୍ରଭାବ ପଡ଼ିଛି? ଟି.ଏସ୍. ଇଲିୟଟଙ୍କର ୱେଷ୍ଟଲ୍ୟାଣ୍ଡ। ଶ୍ଵେତାଙ୍ଗ ଚଢ଼େଇ ଗୁହା ସମୁଦ୍ଗତ, ନୀର ଭେଦିକିବା ଉଠେ ଐରାବତ। ଏ ପଦଟି କେଉଁଠୁ ଆସିଛି? ଚିଲିକା କାବ୍ୟରୁ। ଅଳକା ପୁରୀ ଆମେରିକା, ଏହା କାହାର ଭ୍ରମଣ କାହାଣୀ? ସୂର୍ଯ୍ୟକାନ୍ତ ଦାସଙ୍କର। ମଧୁସୂଦନ ରାଓଙ୍କ କବିତାରେ କେଉଁ ଧର୍ମର ପ୍ରଭାବ ରହିଛି? ବ୍ରାହ୍ମ ଧର୍ମ। ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତର ଦ୍ୱାଦଶ ସ୍କନ୍ଧ କିଏ ଲେଖିଛନ୍ତି? ଏଟାକୁ ଟିକେ ମନେ ରଖିବେ, ଭାରି ଦ୍ୱନ୍ଦ୍ୱରେ ପଡ଼ନ୍ତି ପିଲାମାନେ। ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତର ଦ୍ୱାଦଶ ସ୍କନ୍ଧଟି କିଏ ଲେଖିଛନ୍ତି? ମହାଦେବ ଦାସ। କଥା ନୋହେ ଦିବ୍ୟ ଅଦିବ୍ୟ ସମ, ଏ ଧାଡ଼ିଟି କାହାର ରଚନା? ଦୀନକୃଷ୍ଣ ଦାସ। ଚିତ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର, ଚିରି ଭିତରେ ଦେଖ କିନାର ଖାର। এই ଦୁଇଟି ଧାଡ଼ି କେଉଁ ଚଉତିଶାର ଅଂଶବିଶେଷ? ମନବୋଧ ଚଉତିଶା। ସ୍ୱର୍ଗକୁ ନିଶୁଣି ନାହିଁ, କେଉଁ ପ୍ରକାର ବିଭକ୍ତି? ଚତୁର୍ଥୀ। ଉପମାନ ଠାରୁ ଉପମେୟର ଆଧିକ୍ୟ କଥନ ହେଲେ କି ପ୍ରକାର ଅଳଙ୍କାର ହୁଏ? ବ୍ୟତିରେକ। ପ କି ଧରଣର ଧ୍ୱନି? ଓଷ୍ଠ୍ୟ ଧ୍ୱନି। ଗ୍ରାମାନ୍ତର କି ସମାସ? କର୍ମଧାରୟ। ଆସିଅଛି ରେଳଗାଡ଼ି ଚଢ଼ ଦେଇ ଭଡ଼ା, ଚାକିରି ବାକିରି ପାଶେ ହୁଅ ନାହିଁ ଛିଡ଼ା। এই ପଦ୍ୟାଂଶଟି କାହାର ରଚନା? ଫକୀରମୋହନ ସେନାପତିଙ୍କର। ରବି ଓ ଛବିଙ୍କ ପ୍ରେମ କାହାଣୀ କେଉଁ ଉପନ୍ୟାସରେ ଅଛି? ମାଟି ମଟାଳ। ଐତିହାସିକ ପ୍ରଥମ ଉପନ୍ୟାସର ନାମ? ପୂର୍ଣ୍ଣାଙ୍ଗ ଉପନ୍ୟାସ ଲଛମା। ଘେନ ନୈଷଧ ପରାଇ କେଉଁ କାବ୍ୟରେ ଉପେନ୍ଦ୍ର ଭଞ୍ଜ କହିଛନ୍ତି? କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ। ସତୀ କେଉଁ ଉପନ୍ୟାସର ଚରିତ୍ର? ରାହୁର ଛାୟା। ମାମୁ ଉପନ୍ୟାସର ଚରିତ୍ର କିଏ? ନାରୀ ଚରିତ୍ର। ସରସ୍ୱତୀ ଦେଈ। ଚିତ୍ର ଗଳ୍ପ ସଂକଳନ କାହାର? ଚନ୍ଦ୍ରଶେଖର ନନ୍ଦଙ୍କର। ଭୋ ଭବିଷ ମହାରାଜା ମାନେ ଦେବତା ବ୍ରାହ୍ମଣଙ୍କୁ ଜଳଭଣ୍ଡାରକୁ ରାଜନୀତି ଚୟକୁ ମଧ୍ୟ କରି ମୁଁ ଯେମନ୍ତ ପ୍ରକାର ଭିଆଣ କରିଦେଉଅଛି, ଏତିକି ତୁମ୍ଭେମାନେ ନ ପୁଣି ବୋଲ ସେ ଦେଲେ ଆମର କି ହୋଇଲା। ଏଇ ଯୋଉ ବାକ୍ୟାଂଶ ଆପଣ ଶୁଣିଲେ କୋଉଠୁ ଆସିଛି? ମାଦଳା ପାଞ୍ଜି ଏବଂ ଅନଙ୍ଗ ଭୀମଦେବଙ୍କ ଭାଗରୁ। ଚାଚିରି ଲୀଳାର ରଚୟିତା କିଏ? ଶରଣ ଦାସ। ଦେବୀଙ୍କୁ ନିନ୍ଦା କଲେ ନର୍କିଣ ହୋଇଜାତ, ବ୍ରାହ୍ମଣଙ୍କୁ ନିନ୍ଦା କଲେ ବଂଶ ହୋଇହତ, ତପୀଙ୍କୁ ନିନ୍ଦା କଲେ ହୁଅଇ ଶିରଚ୍ଛେଦ, ମାତାଙ୍କୁ ନିନ୍ଦା କଲେ ବହୁତ ପରମାଦ। ଶାରଳା ମହାଭାରତ କେଉଁ ପର୍ବ ଅନ୍ତର୍ଗତ ଏଇଟା? ଏଇ ପଦ ଗୁଡ଼ିକ ଅଛି। ଆଦି ପର୍ବ। ଟିକି ବାଛୁରୀ ବେକରେ ପଘା, ଟିକି ଦାନ୍ତରେ କାମୁଡ଼େ ଲୁଗା। ଏଇଟା କାହାକୁ କୁହାଯାଏ?
ଛୁଞ୍ଚି। ପୁଅ ସଳଖା ବାପା ବଙ୍କା ନାତି ଟୋକାଟା ଅତି ତରକା। ଏହାର ଅର୍ଥ କଣ? ଧନୁସର। ଶ୍ରୀ ଭାରତ ଦର୍ପଣ କେଉଁ କବିଙ୍କ ସମ୍ପର୍କରେ ଏକ ଆଲୋଚନା ଗ୍ରନ୍ଥ? ସାରଳା ଦାସ। ମୋର କୌଣସି ନିର୍ଦ୍ଦିଷ୍ଟ ଶୈଳୀ ନାହିଁ ବା କୌଣସି ନିର୍ଦ୍ଦିଷ୍ଟ ରୀତି ମଧ୍ୟରେ ମୁଁ ଆବଦ୍ଧ ନୁହେଁ। ରୀତି ଓ ଶୈଳୀର ନିର୍ଦ୍ଦିଷ୍ଟତା ଜୀବନ ପରି ସାହିତ୍ୟରେ ଗତି ନୁହେଁ ବୋଲି ଲେଖକର ଧାରଣା। କାହାର ମନ୍ତବ୍ୟ? ସୁରେନ୍ଦ୍ର ମହାନ୍ତିଙ୍କର। ଓଡ଼ିଶାରେ କେଉଁ ପ୍ରାବନ୍ଧିକ ବ୍ରାହ୍ମଧର୍ମ ପ୍ରଚାରରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ? ବିଶ୍ୱନାଥ କର। କ୍ରମେ କ୍ରମେ ଦିବସ ଶେଷ ହୁଅନ୍ତେ ପଶ୍ଚିମ ଦିଗଯାକ ଅରୁଣବର୍ଣ୍ଣ ଦିଶିଲା। ମନେ ହେଲା ସନ୍ଧ୍ୟା ବଧୂ ରଙ୍ଗଣୀ ପାଟ ପିନ୍ଧିକି ଅବା ପୁଆଣୀ ହୋଇ ଆସୁଛି। ଏହା କେଉଁ ଗଦ୍ୟ ଗ୍ରନ୍ଥର ଅଂଶବିଶେଷ? ଚତୁର ବିନୋଦ। ଶ୍ରୋତାବନ୍ଧୁ, ଆଜି ଆମେ କିଛି ସାଧାରଣ ଜ୍ଞାନ ସାହିତ୍ୟକୁ ନେଇ, ଯାହାକୁ ବେଳେ ବେଳେ ଆମେ ଭୁଲିଯାଏ, ଆଜି ଆମେ ଆଲୋଚନା କଲେ। ମୁଁ ଆଶା କରୁଛି ନିଶ୍ଚିତ ଭାବରେ କିଛି ପ୍ରଶ୍ନ ଏବଂ ତାର ଉତ୍ତର ଆପଣମାନଙ୍କ କାମରେ ଆସିବ। ଅଡିଓଟି କେମିତି ଲାଗିଲା ଆପଣଙ୍କର ମତାମତ ଶୁଣିବା ପାଇଁ ଅନୁରୋଧ। ଧନ୍ୟବାଦ।